ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ତ ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଆପଣ ଯଦି ଗୋଟିଏ ସରକାରୀ ଚାକିରିଆ, ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର। ଆପଣଙ୍କର ବଢ଼ିବ ଦରମା। ଖୁବ୍ ଶୀଘ୍ର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ କେନ୍ଦ୍ର ସରକାର। ସମସ୍ତ ବର୍ଗର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାକୁ ଯାଉଛି। ବର୍ଷ ସାରା ଲୋକଙ୍କ ସେବାରେ ନିୟୋଜିତ କର୍ମଚାରୀମାନେ ମହଙ୍ଗା ଭତ୍ତା ଅପେକ୍ଷାରେ ରହିଥାନ୍ତି। ଖାଲି ସରକାରଙ୍କ କର୍ମଚାରୀ କାହିଁକି, ପେନ୍ସନଭୋଗୀଙ୍କୁ ମଧ୍ୟ ଏହାର ଫାଇଦା ମିଳିଥାଏ। ଏହାକୁ ମହଙ୍ଗା ଭତ୍ତା କୁହାଯାଏ। ଜାତୀୟ ମିଡ଼ିଆ ରିପୋର୍ଟ ମୁତାବକ ଏଥର ମହଙ୍ଗା ଭତ୍ତା 2% ବୃଦ୍ଧି କରି ପାରନ୍ତି ସରକାର। ତେବେ ଏହାକୁ ନେଇ ଏଯାଏଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ କି କୌଣସି ସୂଚନା ମିଳିପାରିନାହିଁ। ଦୀର୍ଘଦିନ ଧରି ସରକାର କର୍ମଚାରୀମାନେ ମହଙ୍ଗା ଭତ୍ତା ବୃଦ୍ଧି ଅପେକ୍ଷାରେ ରହିଛନ୍ତି। ଏବେ ଏହି ଅପେକ୍ଷାରେ ଅନ୍ତ ଘଟିବାକୁ ଯାଉଛି। ମାର୍ଚ୍ଚ 19 ତାରିଖରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହାକୁ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇପାରେ। ଏବେ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ଏବେ 53% ଡିଏ ପାଉଛନ୍ତି। ଆଉ 2% ବୃଦ୍ଧି ହେଲେ ସେମାନଙ୍କୁ 55% ମହଙ୍ଗା ଭତ୍ତା ମିଳିବ। ଦର ବୃଦ୍ଧିକୁ ଆଶ୍ୱସ୍ତି ଦେବାକୁ ପ୍ରତିବର୍ଷ କେନ୍ଦ୍ର ଓ ରାଜ୍ୟ ସରକାର ବର୍ଷରେ 2 ଥର ଡିଏ ବୃଦ୍ଧି କରିଥାନ୍ତି। ପ୍ରଥମେ ଜାନୁଆରୀ ମାସରେ ଏବଂ ଦ୍ୱିତୀୟ ଥର ଜୁଲାଇ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥାଏ। ଏହା ଦରମାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ବେସିକ୍ ସାଲାରୀର ଏକ ନିଶ୍ଚିତ ପ୍ରତିଶ୍ରୁତି ହୋଇଥାଏ। ଉଦାହରଣ ନେଇ ବୁଝିବାକୁ ହେଲେ, ଯଦି ଜଣେ କର୍ମଚାରୀ 1 ଲକ୍ଷ ଟଙ୍କା ଦରମା ପାଉଛନ୍ତି, ତେବେ ତାଙ୍କ ଡିଏ 2% ବୃଦ୍ଧି ହେବ। ତେବେ ମହଙ୍ଗା ଭତ୍ତା ଭାବରେ 55,000 ଟଙ୍କା ପାଇବେ। ଏହା ପୂର୍ବରୁ କେନ୍ଦ୍ର ସରକାର 3% ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ସେହି ସମୟରେ ଏହା ସରକାରୀ କର୍ମଚାରୀଙ୍କ ପାଇଁ କୌଣସି ସରପ୍ରାଇଜ୍ ଠାରୁ କମ୍ ନଥିଲା। ଗତ 2024ରେ ଜୁଲାଇ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ ସରକାର। ଏଥର ବି ସମାନ ଭାବରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବେ ସରକାର ବୋଲି ଆଶା କରାଯାଉଛି। ତେବେ ଏଥର ସରକାର କର୍ମଚାରୀଙ୍କ କେତେ ଡିଏ ବୃଦ୍ଧି ହେବ, ତାହାରି ଉପରେ ରହିବ ନଜର। ସେଥିପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ।